ମୁଁ ଆଜି ପ୍ରସ୍ତୁତ କରୁଛି ମକାରେ ପକୋଡ଼ା। ତାକୁ ଏଠି ମୁଁ ଚଟଣି ଦେଇକି ଖାଇଛି। ଏ ଖାଇବା ପାଇଁ ବହୁତ ଟେଷ୍ଟି। ହ୍ୟାଲୋ ଫ୍ରେଣ୍ଡସ୍, ଏମିତି ଛୁଆମାନେ ସନ୍ଧ୍ୟାବେଳେ ମାଗିବେ କ'ଣ ଖାଇବୁ, କିଛି ବି ଆମେ କ'ଣ ଭାବିବା, ତ ଆପଣ ଏଇପରି ପ୍ରସ୍ତୁତ କରିକି ଥରେ ଦିଅନ୍ତୁ। ଦେଖନ୍ତୁ, ମୁଁ ଏମିତି ଗୋଟେ ମକା ନେଇଛି। ସେ ମକାକୁ ତା'ର ଚୋପା ଛଡ଼େଇ ଦେଲି। ଚୋପା ଛଡ଼େଇ ଦେଇକି ତାକୁ ଦୁଇ ଫାଳ କରିକି କାଟି ଦେଇଛି। କାଟି ଦେଇକି ମୁଁ ଏଇ ମକାରୁ ଯେମିତି ସବୁ ସାଇଡ଼୍ ଗୁଡ଼ାକ କାଢ଼ି ଦେଇଛି, ମକା ବାହାର କରିଦେଇଛି। ତା'ର ଯେଉଁ ଷ୍ଟିକ୍ଟାକୁ ଫୋପାଡ଼ି ଦେବା। ଆଉ ମୁଁ ଏଇ ସାଇଡ଼୍ରୁ ଚାରିପଟରୁ ମୁଁ ମକାକୁ ଏଇଭଳିଆ ସବୁ କାଢ଼ି ଦେଇଛି। ଦେଖନ୍ତୁ, ସାଇଡ଼୍ରେ ସବୁ ଆମେ କେତେ ଗୋଟେ ମକାରେ ଆମେ କରିକି ଖାଇବା। ସବୁ ସାଇଡ଼୍ରୁ ଏମିତି କାଢ଼ି ଦେଇଛି। କାଢ଼ି ଦେଇକି ମୁଁ ଏମିତି ମକାକୁ ଅଧାରୁ ଉପରେ ମକା ଗୋଟେ ମିକ୍ସି ଜାର୍ରେ ମୁଁ ନେଇକି ତାକୁ ବାଟି ଦେଇଛି। ଆଉ ଅଧାରୁ କମ୍ ମୁଁ ଏଠି ରଖିଛି। ମୁଁ ଏଠି ରସୁଣକୁ ଚୁନ ଚୁନ କରି ଚାରି ପାଞ୍ଚଟା ନେଇକି ରସୁଣ ପାଖୁଡ଼ା ମୁଁ କାଟି ଦେଇଛି। ପିଆଜ ଦୁଇଟା କାଟି ଦେଇଛି, ଛୋଟ ପିଆଜ ଦୁଇଟା। ଆଉ ଧଣିଆ ପତ୍ର, କଞ୍ଚା ଲଙ୍କା ତ ସବୁ ଛୋଟ ଛୋଟ କରି କାଟି ଦେଇଛି। ମୁଁ ଏଠି ଯେଉଁ ମିକ୍ସିରେ ବାଟି ଦେଇଥିଲି କର୍ଣ୍ଣକୁ ବା ମକାକୁ, ସେ ପେଷ୍ଟ କରିଦେଇଥିଲି। ମୁଁ ସେଇଟା ତାକୁ ପୁରା ପେଷ୍ଟ କରିଦେଇଛି। ମୁଁ ତାକୁ ଏଇଠି କାଢ଼ିଦେଲି। ଦେଖନ୍ତୁ, ମୁଁ ଏଠି ପିଆଜ ସବୁ କାଟିକି ରଖିଛି। ଏଠି କିଛି ମକା ବି ଗୋଟା ଏଇ ଟାଇପ୍ର ସବୁ ରଖିଛି, ତାକୁ ମୁଁ ଏଠି ପକାଇଛି। ଆଉ ପିଆଜ କାଟିକି ରଖିଥିଲି ଦୁଇଟା, ତାକୁ ବି ପକାଇଲି। ଧଣିଆ ପତ୍ର, କଞ୍ଚା ଲଙ୍କା, ରସୁଣ ପକାଇଲି। ମୁଁ ଏଠି ବେସନ ଗୋଟେ ଚାମଚ ଦେଲି, 2 ଚାମଚ ଚାଉଳ ଗୁଣ୍ଡ ଦେଲି, ଜିରା ଗୁଣ୍ଡ ଦେଲି, ଭଜା ଜିରା ଗୁଣ୍ଡ, କାଶ୍ମୀର ଲଙ୍କା ଗୁଣ୍ଡ, ଲୁଣ, ହଳଦୀ, ଆମଚୁର ପାଉଡ଼ର ସବୁକୁ ମୁଁ ଏମିତି ଗୋଳେଇ ଦେଇଛି ପୁରା ପୁରା ଭଲକି। ଆଉ ପାଣି ଆମର ଦରକାର ପଡ଼ିନି, କାହିଁକିନା ଯେହେତୁ ମକାଟା ଥିଲା ଟିକେ ପାଣି, ମୁଁ ମକାରେ ବି ପାଣି ଦେଇନି, ପ୍ଲେନ୍ ଏମିତି ମୁଁ ପାଣି ଇଏ କରିଛି। ମୁଁ ଏଠି ଗୋଟେ ପନିରାମ ପ୍ୟାନ୍ ନେଇଛି, ସେଥିରେ ମୁଁ 2 ଚାମଚ ତେଲ ଏଇ ଟାଇପ୍ର ନେଇକି ଦେଇକି ଚାମଚରେ ମୁଁ ତାକୁ ବ୍ରସ୍ରେ ସାହାଯ୍ୟରେ ମୁଁ ତାକୁ ବୁଲେଇ ଦେଇଛି ସବୁଆଡ଼େ, ଯେମିତି ତେଲ ସବୁ ହେଇଯିବ। ପୁରା ହିଟ୍ ହେଇଥିବ। ମୁଁ ଏଠି ତାପରେ ଆମେ ମିଡ଼ିୟମ୍ ଆଞ୍ଚ ସିମ୍ କରିଦେବା ବା ମିଡ଼ିୟମ୍ କରିଦେବା। କରିଦେଇକି ଏଠି ଗୋଟେ ଚାମଚ ସାହାଯ୍ୟରେ ମୁଁ ଏମିତି ଗୋଲ ଗୋଲ କରିକି ରଖିଦେଉଛି। ଦେଖନ୍ତୁ, ସବୁଗୁଡ଼ାକ ସବୁ ଗୋଲ ରେଖି ଖୋପରେକି ମୁଁ ଏମିତି ଚାମଚ ସାହାଯ୍ୟରେ ସବୁ ଦେଇଦେଇଛି। ଦେଇକି ମୁଁ 5 ମିନିଟ୍ ମିଡ଼ିୟମ୍ ଆଞ୍ଚରେ, ମିଡ଼ିୟମ୍ରୁ ସିମ୍ ଭିତରେ ଫ୍ଲେମ୍ରେ ରଖିଛି, ମିଡ଼ିୟମ୍ରେ ରଖିଛି। ରଖିକି ଦେଖନ୍ତୁ, ମୋର ହେଇଗଲାଣି ତଳ ପଟଟା। ମୁଁ ତାକୁ ଓଲଟେଇ ଦେଲି। ସବୁ କେତେ ସୁନ୍ଦର ଗୋଲ୍ଡେନ୍ ବ୍ରାଉନ୍ ହେଇଯାଇଛି। ମୁଁ ସବୁଗୁଡ଼ାକୁ ଓଲଟେଇ ଦେଇଛି। ମୋ ଚ୍ୟାନେଲ୍କୁ ଲାଇକ୍ କରିବେ, ନୂଆ ହେଇଥିଲେ ସବସ୍କ୍ରାଇବ୍ କରିବେ, ବେଲ୍ ଆଇକନ୍କୁ ମାରିବେ। ମୁଁ ସବୁ ଓଲଟେଇ ଦେଇକି ଏଠୁ 2 ଚାମଚ ତେଲ ପୁଣି ଉପରେ ବୁଲେଇ ଦେଇଛି। ଦେଇକି ମୁଁ ମୋର ପୁଣି 5 ମିନିଟ୍ ତାକୁ ଢାଙ୍କିକି ମିଡ଼ିୟମ୍ ଆଞ୍ଚରେ ରଖିଦେଇଛି। ମୁଁ ଏଠି ଗୋଟେ ଚଟଣି ପ୍ରସ୍ତୁତ କରିଛି। ଗୋଟେ ମିକ୍ସି ଜାର୍ ନେଇଛି, ସେଥିରେ ମୁଁ ବିଲାତି 2ଟା ଏମିତି କାଟିକି ପକାଇଛି। କାହିଁକିନା ଏହା ସାଙ୍ଗରେ ଆଉ ଏମିତି ଚଟଣି ପ୍ରସ୍ତୁତ କରି ଖାଇବେ, ଧଣିଆ ପତ୍ର, ପୋଦିନା ପତ୍ର ଚଟଣି ବା ବିଲାତି ଚଟଣି ଏମିତି ପ୍ରସ୍ତୁତ କରି ଖାଇବେ। ଆଉ ୟାର ଟେଷ୍ଟ 2 ଗୁଣ ହୋଇଯିବ। ମୁଁ ଏଠି ବିଲାତି 2ଟା ନେଲି, ଲଙ୍କା 2ଟା ନେଇଛି, ପୋଦିନା ପତ୍ର ନେଲି, ଲୁଣ ପକାଇଲି, ରସୁଣ 4 ପାଖୁଡ଼ା ପକାଇଲି, ଗୋଲା ପକାଇକି ମୁଁ ତାକୁ ବାଟି ଦେଇଛି। ଆମର ଦେଖନ୍ତୁ କିପରି ପ୍ରସ୍ତୁତ ହୋଇଯାଇଛି ଟମାଟୋ ଚଟଣି, ପୋଦିନା ଫ୍ଲେଭରର ଟମାଟୋ ଚଟଣି। ଆପଣ ଏଇ ଚଟଣି ଆଉ ବି କେଉଁଥିରେ କରିକି ମାନେ ଖାଇପାରିବେ। ଏମିତି ମୋର ହେଇଯାଇଛି, ପ୍ରସ୍ତୁତ ହେଇଯାଇଛି। ମୁଁ ତାକୁ ଗୋଟେ ପ୍ଲେଟ୍ରେ କାଢ଼ି ଦେଇଛି। କାଢ଼ିକି ଏମିତି ଛୁଆଙ୍କୁ ସନ୍ଧ୍ୟାବେଳେ ଆମେ ସ୍ନାକ୍ସରେ ଦେଇପାରିବା, ବଡ଼ମାନେ ବି ଖାଇପାରିବେ। ଅଫିସ୍ ଟିଫିନ୍ ବା ଛୁଆଙ୍କୁ ସ୍କୁଲକୁ ବି ଟିଫିନ୍ ଆମେ ଦେଇପାରିବା। ଏମିତି ମୁଁ ଗୋଟେ ଇଏରେ ସର୍ଭିଂରେ ଟ୍ରେରେ ମୁଁ ଏମିତି ସବୁ କାଢ଼ିକି ସଜେଇଛି। ଆଉ ତାକୁ ଏମିତି ଟାଇପ୍ର ସଜେଇକି ଗେଷ୍ଟ ଆସିଲେ ଦେଇପାରିବେ। ଆଉ ଆପଣ କେମିତି ଲାଗିଲା ମୋତେ କମେଣ୍ଟରେ ଜଣାଇବେ।